ଲେଖେ କିନ୍ତୁ ପାଠକମାନେ ଯେଉଁ ମୋ ଲେଖା ପଢ଼ି ମୋତେ ଯେଉଁଭଳି ସବୁ ମନ୍ତବ୍ୟ ପ୍ରଦାନ କରନ୍ତି ସେଇଟା ହିଁ ମୋ ପାଇଁ ପ୍ରେରଣା। ମୋ ଲେଖା ପ୍ରାୟ ପହଞ୍ଚେ ସମସ୍ତଙ୍କ ପାଖରେ, ତ ସେଇଟା ତ ପ୍ରେରଣା। ଯେତେବେଳେ ସମାଜରେ କିଛି ଗୋଟେ ବ୍ୟତିକ୍ରମ ଘଟେ, ଆଜିର ଯେଉଁ 3 ଖଣ୍ଡ ବହି ସେ ସବୁଗୁଡ଼ା ପ୍ରବନ୍ଧ ଥିଲା, ଆଉ ମୁଁ ଗପ ଲେଖେ, ଉପନ୍ୟାସ ଲେଖେ, କବିତା ଲେଖେ, କିନ୍ତୁ ଆଜିର 3 ଖଣ୍ଡ ବହି ସମ୍ପୂର୍ଣ୍ଣ ଭାବରେ ପ୍ରବନ୍ଧ, ଯେଉଁ ପ୍ରବନ୍ଧ ଗୁଡ଼ାକ ସାମାଜିକ ବିଭିନ୍ନ ସାମାଜିକ ସମସ୍ୟା ସହ ଜଡ଼ିତ ଥିଲା। ଆଉ ଗୋଟେ ବହିଟେ ଥିଲା ଯେଉଁଟାକି ଜନଜାତି ସଂସ୍କୃତି, ତାଙ୍କର ଯେଉଁ ଐତିହ୍ୟ, ତାଙ୍କର ଯେଉଁ ଜୀବନ ଧାରା ସେ ସମ୍ପର୍କରେ ମ୍ୟାଡ଼ାମ୍ ଆପଣଙ୍କର ଆମ୍ବ ଗଛ ପ୍ରଦାନ କରନ୍ତି ସେଇଟା ହିଁ ମୋ ପାଇଁ ପ୍ରେରଣା। ମୋ ଲେଖା ପ୍ରାୟ ପହଞ୍ଚେ ସମସ୍ତଙ୍କ ପାଖରେ, ତ ସେଇଟା ତ ପ୍ରେରଣା। ଯେତେବେଳେ ସମାଜରେ କିଛି ଗୋଟେ ବ୍ୟତିକ୍ରମ ଘଟେ, ଆଜିର ଯେଉଁ 3 ଖଣ୍ଡ ବହି ସେ ସବୁଗୁଡ଼ା ପ୍ରବନ୍ଧ ଥିଲା, ଆଉ ମୁଁ ଗପ ଲେଖେ, ଉପନ୍ୟାସ ଲେଖେ, କବିତା ଲେଖେ, କିନ୍ତୁ ଆଜିର 3 ଖଣ୍ଡ ବହି ସମ୍ପୂର୍ଣ୍ଣ ଭାବରେ ପ୍ରବନ୍ଧ, ଯେଉଁ ପ୍ରବନ୍ଧ ଗୁଡ଼ାକ ସାମାଜିକ ବିଭିନ୍ନ ସାମାଜିକ ସମସ୍ୟା ସହ ଜଡ଼ିତ ଥିଲା। ଆଉ ଗୋଟେ ବହିଟେ ଥିଲା ଯେଉଁଟାକି ଜନଜାତି ସଂସ୍କୃତି, ତାଙ୍କର ଯେଉଁ ଐତିହ୍ୟ, ତାଙ୍କର ଯେଉଁ ଜୀବନ ଧାରା ସେ ସମ୍ପର୍କରେ ମ୍ୟାଡ଼ାମ୍ ଆପଣଙ୍କର ଆମ୍ବ ଗଛ